ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ। ହଁ ଦର୍ଶକ ବନ୍ଧୁ, ଭାଇକଲ ଆର୍ଥ୍ରାଇଟିସ୍ ସର୍ଜରୀ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ। ସୁସ୍ଥ ହେବା ସହ ସ୍ୱାଭାବିକ ଚଲାବୁଲା କରୁଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡିସଚାର୍ଜ କରାଯାଇଛି। ତେବେ ନବୀନ ଏବେ ଓଡ଼ିଶା ଫେରିବେ ନାହିଁ। ସେ ଏକ ସପ୍ତାହ ମୁମ୍ବାଇରେ ହିଁ ରହିବେ, କାରଣ ସେଠାରେ ତାଙ୍କର ଫିଜିଓଥେରାପି ଚାଲିବ ଏବଂ ଏହାପରେ ସେ ଓଡ଼ିଶା ଫେରିବେ। ସୂଚନା ମୁତାବକ ସର୍ଭାଇକାଲ ଆର୍ଥ୍ରାଇଟିସ୍ ସର୍ଜରୀ ପାଇଁ ଜୁନ୍ 20ରେ ମୁମ୍ବାଇ ଗସ୍ତ କରିଥିଲେ ନବୀନ ପଟ୍ଟନାୟକ। ନବୀନଙ୍କ ଅପରେସନ ପାଇଁ ରାଜ୍ୟବ୍ୟାପୀ ଲୋକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ବିଭିନ୍ନ ମନ୍ଦିର ଓ ଦେବାଳୟରେ ହୋଇଥିଲା ପୂଜାର୍ଚ୍ଚନା ଓ ଦୀପଦାନ। 22 ତାରିଖରେ ହୋଇଥିଲା ଅପରେସନ। ସର୍ଜରୀ କରିଥିଲେ ପ୍ରସିଦ୍ଧ ସ୍ପାଇନ ସର୍ଜନ ଡାକ୍ତର ରାଜଶେଖର ଓ ଟିମ୍। ତ ବର୍ତ୍ତମାନ ନବୀନ ପଟ୍ଟନାୟକ ଅପରେସନ ସକ୍ସେସଫୁଲ ହେଇଛି, ଯାହା ଫଳରେ କି ସେ ବହୁତ ସୁସ୍ଥ ଅଛନ୍ତି। ନବୀନ ପଟ୍ଟନାୟକଙ୍କ ଅପରେସନ ସକ୍ସେସଫୁଲ ହେବା ପରେ ସେ ଏବେ ହସ୍ପିଟାଲରୁ ଡିସଚାର୍ଜ ନେଇଛନ୍ତି।